ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖୁସି ଖବର। କେବେ ପ୍ରକାଶ ପାଇବ ଦଶମ ପରୀକ୍ଷାଫଳ? ଏନେଇ ଆସିଲା ବଡ଼ ସୂଚନା। ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା ତରଫରୁ ଆସିଛି ବଡ଼ ସୂଚନା। କେବେ ପ୍ରକାଶ ପାଉଛି ଦଶମ ପରୀକ୍ଷାଫଳ? ଭିଡ଼ିଓ ସହିତ ଯୋଡ଼ି ରୁହନ୍ତୁ। ଭିଡ଼ିଓଟି ଯଦି ଭଲ ଲାଗୁଛି, କିଛି କାମରେ ଆସୁଛି, ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରିଦିଅନ୍ତୁ। ମେ ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷାଫଳ। ମେ ଶେଷ ସପ୍ତାହ ଅର୍ଥାତ୍ 25 ତାରିଖ ସାଧାରଣ ନିର୍ବାଚନ ପରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ। ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଫଳ ଏକକାଳୀନ ପ୍ରକାଶ ପାଇବା ଫଳ ପ୍ରକାଶନ ସମୟରେ ଛାତ୍ରଛାତ୍ରୀ ଡିଜିଟାଲ ସାର୍ଟିଫିକେଟ୍ ସଂଗ୍ରହ କରିପାରିବେ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କେବଳ ଡିଜିଟାଲ ସାର୍ଟିଫିକେଟ୍ ପାଇବା ସଂକ୍ରାନ୍ତୀୟ ଏକ ସଚେତନତା କାର୍ଯ୍ୟକ୍ରମ ଆସନ୍ତା 18 ତାରିଖରେ କଟକରେ କରାଯିବାକୁ ସ୍ଥିର ହୋଇଥିବା ସୂଚନା ମିଳିଛି। ବହୁ ବର୍ଷ ଧରି ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷା ଫଳ ମେ ପ୍ରଥମ ସପ୍ତାହରେ ପ୍ରକାଶ ପାଉଥିବା ବେଳେ ଚଳିତ ବର୍ଷ ଫଳ ପ୍ରକାଶନ ବିଳମ୍ବକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି। ଫଳାଫଳ ସହ ଡିଜିଟାଲ ସାର୍ଟିଫିକେଟ୍ ପ୍ରଦାନ ଯୋଜନା ଏହି ବିଳମ୍ବର ପ୍ରମୁଖ କାରଣ ହୋଇଥିବା ବେଳେ ସାଧାରଣ ନିର୍ବାଚନ ଅନ୍ୟତମ କାରଣ ସାଜିଛି ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପୂର୍ବରୁ ବୋର୍ଡର ପରୀକ୍ଷା କମିଟି ବୈଠକ ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥାଏ। ଏବର୍ଷ ପରୀକ୍ଷା କମିଟି ବୈଠକ ପାଇଁ ଆସନ୍ତାକାଲି କମିଟି ସଦସ୍ୟମାନଙ୍କୁ ଚିଠି କରାଯିବ। ନିୟମ ଅନୁସାରେ ଚିଠି ଦେବାର 7 ଦିନରେ ପରୀକ୍ଷା କମିଟି ବୈଠକ ବସିଥାଏ ଓ ଏହି ବୈଠକରେ ମାଟ୍ରିକ ପରୀକ୍ଷାଫଳ ଅନୁମୋଦିତ ହୋଇଥାଏ। ସେହିପରି ଆସନ୍ତା 18 ତାରିଖ ଦିନ କଟକ ରେଭେନ୍ସା କଲେଜିଏଟ୍ ସ୍କୁଲ ଭଳି ପ୍ରମୁଖ ବିଦ୍ୟାଳୟରେ ମିଳିବାକୁ ଥିବା ଡିଜିଟାଲ ପ୍ରମାଣପତ୍ର ବିଷୟରେ ଏକ ସଚେତନତା କର୍ମଶାଳା କରାଯିବାକୁ ବୋର୍ଡ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିରେ ପ୍ରମାଣପତ୍ର କିପରି ଡାଉନଲୋଡ୍ କରାଯିବା ସେ ବିଷୟରେ ସଚେତନ କରାଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ମାଟ୍ରିକ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଚଳିତ ବର୍ଷ ଫେବୃଆରୀ 20 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 4 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ମାଟ୍ରିକରେ 5,51,611 ଛାତ୍ରଛାତ୍ରୀ, ମଧ୍ୟମାରେ 3,037 ଜଣ ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ 7,831 ଜଣ ଫର୍ମ ପୂରଣ କରିଥିଲେ। ସମସ୍ତ ପରୀକ୍ଷା 3,037 ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା ବେଳେ ଖାତା ମୂଲ୍ୟାୟନ ମାର୍ଚ୍ଚ 15 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 30 ପର୍ଯ୍ୟନ୍ତ ଚାଲିଥିଲା। ମୂଲ୍ୟାୟନ ପାଇଁ 15,000ରୁ ଅଧିକ ଶିକ୍ଷକ ନିଯୁକ୍ତି ହୋଇଥିଲେ। ପିଲାମାନେ ଆସନ୍ତାକାଲି ପରୀକ୍ଷା କମିଟି ବୈଠକ ପାଇଁ ଚିଠି ପଠାଯିବ ଏବଂ 7 ଦିନ ପରେ ବସିବ ପରୀକ୍ଷା କମିଟି ବୈଠକ। ସେହିଦିନ ନିଷ୍ପତ୍ତି କରାଯିବ କେଉଁ ଦିନ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ। ତ ମେ ଶେଷ ସପ୍ତାହରେ ପ୍ରକାଶ ପାଇବାକୁ ଯାଉଛି ମାଟ୍ରିକ ପରୀକ୍ଷା ଫଳ। ଏପର୍ଯ୍ୟନ୍ତ ସେ ନେଇ କୌଣସି ଡେଟ୍ ଆସିନାହିଁ, କିନ୍ତୁ ପରୀକ୍ଷା କମିଟି ବୈଠକ ଆସିବ। ଯାହା ବି ସୂଚନା ମିଳୁଛି ଆମେ ଆପଣଙ୍କୁ ଜଣାଉଛୁ। ଭିଡ଼ିଓ ସହିତ ଯୋଡ଼ି ରୁହନ୍ତୁ। କେବେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ ତାହା ସଠିକ୍ ସୂଚନା ଦିଆଯିବ। ଭିଡ଼ିଓ ସହିତ ଯୋଡ଼ି ରୁହନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।